ଏହି 7ଟି ରାଜ୍ୟକୁ କବ୍ଜା କରିବାକୁ ଷଡ଼ଯନ୍ତ୍ର କରୁଛି ବାଂଲାଦେଶ। ମୋଦିଙ୍କ ଆଗରେ ଭାରତକୁ ଖଣ୍ଡ ଖଣ୍ଡ କରିବୁ ଧମକ ଦେଲା ବାଂଲାଦେଶ। ଓଡ଼ିଶାକୁ ନିଜ ଦେଶରେ ମିଶାଇବା ପାଇଁ ଚାହୁଁଛି ବାଂଲାଦେଶ। ଭାରତର ଚିକେନ ନେକ୍ କାଟିଦେବୁ, 7 ଭଉଣୀଙ୍କୁ ଅଲଗା କରିଦେବୁ। ଦର୍ଶକ ବନ୍ଧୁ, ଭାରତର ଏହି 7ଟି ରାଜ୍ୟକୁ କବ୍ଜା କରିବାକୁ ଷଡ଼ଯନ୍ତ୍ର କରୁଛି ବାଂଲାଦେଶ। ଯାହା ଶୁଣିବା ପରେ ସାରା ଭାରତରେ ପୁଣି ଥରେ ବାଂଲାଦେଶ ଉପରେ ଲୋକେ ରାଗି ଯାଇଛନ୍ତି। ଏମିତିକି ଆମ ରାଜ୍ୟ ଓଡ଼ିଶା ଉପରେ ମଧ୍ୟ ବାଂଲାଦେଶ ଲୋଭିଲା ଆଖି ପକାଇଛି। ତେବେ ସବୁଠାରୁ ବଡ଼ କଥା ହେଉଛି ହିନ୍ଦୁମାନଙ୍କ ରକ୍ଷକ ନରେନ୍ଦ୍ର ମୋଦି ଭାରତର ପ୍ରଧାନମନ୍ତ୍ରୀ ଥାଉ ଥାଉ ଭାରତକୁ ଖଣ୍ଡ ଖଣ୍ଡ କରିବାକୁ ଧମକ ଦେଲାଣି ଦୁର୍ବଳ ବାଂଲାଦେଶ। ବିଜେପି ପରି ବିଶ୍ୱର ସବୁଠାରୁ ବଡ଼ ଶକ୍ତିଶାଳୀ ଦଳ ଦୁର୍ବଳ ବାଂଲାଦେଶ ଭାରତକୁ ଭାଗ ଭାଗ କରିବାକୁ ଷଡ଼ଯନ୍ତ୍ର କରୁଛି। ପୂର୍ବରୁ ଆମ ରାଜ୍ୟ ଓଡ଼ିଶାକୁ ବାଂଲାଦେଶ ନେଇଯିବ ବୋଲି ଧମକ ଦେଉଥିଲା। ଆଉ ଏବେ ଭାରତର 7ଟି ରାଜ୍ୟ ଉପରେ ଲୋଭିଲା ଆଖି ପକାଇଛି ବାଂଲାଦେଶ। ଯାହାକୁ ନେଇ ସୋସିଆଲ ମିଡିଆରେ ଲୋକେ ବାଂଲାଦେଶ ଠାରୁ ପ୍ରତିଶୋଧ ନେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି। ତେବେ ବାଂଲାଦେଶ ବୋଧହୁଏ ଭୁଲି ଯାଇଛି ଭାରତ ହେଉଛି ତାର ବୋପା। କାରଣ ପାକିସ୍ତାନକୁ ଖଣ୍ଡ ଖଣ୍ଡ କରି ବାଂଲାଦେଶକୁ ଗଠନ କରିଛି ଭାରତ। ଆଉ ଏବେ ପୁଅ ବଡ଼ ହୋଇଯିବା ପରେ ଭାରତ ବାପା ଉପରେ ନାଲି ଆଖି ଦେଖାଉଛି। ବାପାକୁ ପୁଣି ପୁଅ କେମିତି ଜନ୍ମ କରାଯାଏ ଓଲଟି ପୁଅ ଶିଖାଉଛି। ତେବେ ଏହାରି ଭିତରେ ଦିନକୁ ଦିନ ବିଗୁଡୁଛି ଭାରତ ବାଂଲାଦେଶ ସମ୍ପର୍କ, ଆଉ ବେଳକୁ ବେଳ ଅଧିକ ହେଉଛି ତିକ୍ତ। ବାଂଲାଦେଶୀ ନେତାମାନେ ସଭା ମଞ୍ଚରେ ଭାରତକୁ ଦେଉଛନ୍ତି ଖୋଲା ଧମକ। କହୁଛନ୍ତି ଭାରତର ଚିକେନ ନେକୁ କାଟି ଅଲଗା କରିଦେବୁ, ଭାରତର 7 ସିଷ୍ଟରକୁ ଭାରତରୁ ଅଲଗା କରିଦେବୁ। ଏଭଳି ଧମକ ଦେଇଛନ୍ତି ବାଂଲାଦେଶର ନ୍ୟାସନାଲ ସିଟିଜେନ ପାର୍ଟିର ନେତା ହସନତ ଅବଦୁଲ୍ଲା। ତାଙ୍କର ଏହି ଉତ୍ତେଜନ ଭାଷଣ ଭାରତ ବାଂଲାଦେଶ ସମ୍ପର୍କକୁ ନେଇ ଏକ ନୂତନ ବିତର୍କ ସୃଷ୍ଟି କରିଛି। କେନ୍ଦ୍ରୀୟ ଶହୀଦ ମିନାରରେ ଇନକ୍ଲାବ ମଞ୍ଚ ଦ୍ୱାରା ଆୟୋଜିତ ଏକ ସର୍ବଦଳୀୟ ପ୍ରତିବାଦ ରାଲିକୁ ସମ୍ବୋଧନ କରୁଥିବା ବେଳେ ଭାରତକୁ ଏଭଳି ଧମକ ଦେଇଛନ୍ତି ଅବଦୁଲ୍ଲା। ଢାକାର କେନ୍ଦ୍ରୀୟ ଶହୀଦ ମିନାରରେ ଇନକ୍ଲାବ ମଞ୍ଚ ଦ୍ୱାରା ଆୟୋଜିତ ଏକ ସର୍ବଦଳୀୟ ପ୍ରତିବାଦ ରାଲିକୁ ସମ୍ବୋଧନ କରୁଥିବା ବେଳେ ଭାରତକୁ ଏଭଳି ଧମକ ଦେଇଛନ୍ତି ଅବଦୁଲ୍ଲା। ନିଜ ଭାଷଣରେ କହିଛନ୍ତି ଯଦି ବାଂଲାଦେଶକୁ ଭାରତ ଅସ୍ଥିର କରିବାକୁ ଚେଷ୍ଟା କରିବ ତେବେ ପରିସ୍ଥିତି ଭୟଙ୍କର ହେବ। ଏହାର ଆଞ୍ଚଳିକ ପରିଣାମ ଗମ୍ଭୀର ହେବ। ଭାରତର ସମଗ୍ର ଉତ୍ତର ପୂର୍ବ ଅଞ୍ଚଳ ବିଚ୍ଛିନ୍ନ କରିଦିଆଯିବ ବୋଲି ଅବଦୁଲ୍ଲା ଧମକ ଦେଇଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି ଭାରତ କ'ଣ ସତରେ ବାଂଲାଦେଶରେ ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରୁଛି? ଅନ୍ୟପଟେ ହସନତ ଅବଦୁଲ୍ଲା ସିଧାସଳଖ ଭାରତକୁ ଧମକ ଦେଇ କହିଛନ୍ତି ଯେ ଯଦି ବାଂଲାଦେଶର ସାର୍ବଭୌମତ୍ୱ, ଭୋଟ ଅଧିକାର ଏବଂ ମାନବିକ ଅଧିକାରକୁ ସମ୍ମାନ ଦେଉନଥିବା ଶକ୍ତିକୁ ଆଶ୍ରୟ ଦିଆଯାଏ ତେବେ ବାଂଲାଦେଶ ମଧ୍ୟ ଏହାର ଜବାବ ଦେବ। ବାଂଲାଦେଶରେ ଅସ୍ଥିରତା ନିଆଁ କେବଳ ସୀମାରେ ସୀମିତ ରହିବ ନାହିଁ, ବରଂ ସମଗ୍ର ଅଞ୍ଚଳରେ ବ୍ୟାପିଯିବ। ଅଭିଯୋଗ କରିଛନ୍ତି ଦେଶରେ ଅରାଜକତା ସୃଷ୍ଟି କରିବା, ନିର୍ବାଚନ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା ଏବଂ ଆମ ପ୍ରାର୍ଥୀଙ୍କ ଉପରେ ଆକ୍ରମଣ କରିବାରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଭାରତର ସମର୍ଥନ ରହିଛି। ଆହୁରି ମଧ୍ୟ ଦାବି କରିଛନ୍ତି ଯେ ସୀମାରେ ବାଂଲାଦେଶୀ ନାଗରିକଙ୍କ ହତ୍ୟାରେ ଭାରତୀୟ ଏଜେନ୍ସି ସମ୍ପୃକ୍ତ ରହିଛି। ଅନ୍ୟପଟେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଶରଣ ଦେଇଛି ଭାରତ। ଆଉ ଏଥିପାଇଁ ଭାରତ ଉପରେ ଅଧିକ ଚିହିକି ଉଠୁଛି ୟୁନୁସ୍ଙ୍କ ଅନ୍ତରୀଣ ସରକାର। ସରକାର ଶେଖ ହସିନାଙ୍କୁ ନିକଟ ଅତୀତରେ ଦେଶଦ୍ରୋହୀ ବୋଲି କୋର୍ଟରେ ପ୍ରମାଣିତ କରିଛି, ଯାହା ଫଳରେ କୋର୍ଟ ତାଙ୍କୁ ଫାଶୀ ଦଣ୍ଡ ଘୋଷଣା କରିଛନ୍ତି। ତେବେ ଶେଖ ହସିନା ଅଗଷ୍ଟ 2024ରେ ଦେଶ ଛାଡ଼ିବା ପରେ ବର୍ତ୍ତମାନ ନୂଆ ଦିଲ୍ଲୀରେ ରହୁଛନ୍ତି। ତେଣୁ ଏବେ ଭାରତ ଉପରେ ପ୍ରତିଶୋଧ ନେବାକୁ ଚାହୁଁଛି ବାଂଲାଦେଶ। ଆଉ ବାଂଲାଦେଶ ଯଦି ଭାରତ ପାଇଁ ବିପଦ ସୃଷ୍ଟି କରେ ତେବେ ତାକୁ ଧ୍ୱଂସ କରିବା ପାଇଁ इंडियन आर्मी ରେଡି ହୋଇ ରହିଛି। ବ୍ୟୁରୋ ରିପୋର୍ଟ G7 ଓଡ଼ିଆ।